ସକାଳୁ ଦେଖିଲି ମ୍ୟାଡ଼ାମ ଏପଟେ ପୁରା ପନିପରିବା କାଟି ରୋଷେଇ କରିବାରେ ଲାଗି ପଡ଼ିଛନ୍ତି। ଆଉ ମୁଁ ବାହାରି ପଡ଼ିଲି କି ଗାଧେଇ ଗଲାବେଳେ ଏମିତି କିଛି ଥିଲା ମଟର ଚାଷ ପଡ଼ିଆରେ, ଏମିତି କିଛି ଆମ ଚୁଆଁ ଭାଇ ସଫା ପାଣି ନା। ମୁଁ ଆସିଲି ଗାଧେଇଲା ପରେ ରେଡ଼ି ହେଲା ପରେ କଦଳୀ ଖାଇଦେଲି। କଦଳୀ ତା ସହିତ ଜେଜେମା ଟିକେ ସୁଜି ଦେଇଦେଲି। ତାପରେ ପୁଅ ପୁରା ରେଡ଼ି ହେଇଗଲା। ତାପରେ ମୁଁ କହିଲି ସୁଜି ଖାଇଦେଲି। ସୁଜି ଖାଇଲା ପରେ ଆମେ ବାହାରି ପଡ଼ିଲୁ ଚର୍ଚ୍ଚ। ଆଜି କାହିଁ ନା ସଣ୍ଡେ ତ ବାହାରି ପଡ଼ିଲୁ ତିନି ମା ପୁଅ। ଆରେ ମୁଁ ସେ ପଡ଼ିଲୁ ପୁରା ବଢ଼ିଆ ସୁନ୍ଦର ଲାଗୁଥାଏ। ଏଇଠି ଆମ ଚର୍ଚ୍ଚର ଦୃଶ୍ୟ କେମିତି ଲାଗୁଛି? ପୁରା ସୁନ୍ଦର ଲାଗୁଛି ନା? ଏମିତି କିଛି ଥିଲା ଆମର ୱାର୍ସିପ୍ ପରେ ଆମର ହେଲା ପ୍ରେୟାର, ତାପରେ ବାକ୍ୟ ପ୍ରଚାର, ତାପରେ ସରିଲା ପରେ ଆମେ ଆସିଲୁ। ବାଟରେ ଦେଖିଲି ଏମିତି କିଛି ବଉଳ ପୁରା ସୁନ୍ଦର ଦିଶୁଛି, ପୁରା ଏତେ ମାତ୍ରାରେ ହେଇଛି। ବର୍ଷା ଟିକେ ପଡ଼ନ୍ତା ବୋଲି ଭାରି ସୁନ୍ଦର ଲାଗେ। ଜେଜେ ପୁଅ ବାହାରି ପଡ଼ିଲେ ଆଉ ତାର ପୁଅ ମିଶିଗଲେ। ଯେତେବେଳେ ଛେଳି ଦେଖିଲା ବହୁତ ଖୁସି ହେଇ ପୁରା ଛେଳି ମାନଙ୍କୁ ଟିକେ ଧରିବାକୁ ଚେଷ୍ଟା କଲେ। ଦିଟା ଯାକ ଧରିଦେଇକି ଗୋଟିଏ ରାଞ୍ଜ ଯେତେ ପୁଅ ପଳେଇଲେ, ଦୁଃଖରେ ପଳେଇଲେ। ତାର ମୁଁ ଏମିତି ମ୍ୟାଡ଼ାମ କିଛି କାମ ଦେଇଥିଲେ, ମୁଁ କାମ କରୁଥାଏ ଘରେ ବସିକି। ତାପରେ ଆମେ କାମ ସାରିକି ବାହାରି ପଡ଼ିଲେ। ପୁଅ ଥିଲେ ବୁଲି ବାହାରେ ଆଉ ରାସ୍ତାରେ ବୁଲିନେଲୁ। ଏମିତି କେମିତି ଲାଗୁଛି ଭିଡ଼ିଓଟା କମେଣ୍ଟ କରି ଜଣାନ୍ତୁ। ଦେଖା ହବା ନେକ୍ସଟ ଭିଡ଼ିଓରେ।